ଏମିତି ରାତି ଯାହାକୁ କାଜଲ କେବେ ଭୁଲି ପାରିବ ନାହିଁ। ଆକାଶରେ ମେଘ ଘଡ଼ଘଡ଼ି ଗରଜୁଥିଲା ଏବଂ ବର୍ଷାର ଟୋପା ଝରକା ଉପରେ ପଡ଼ୁଥିଲା, ଯେମିତି କେହି ଜଣେ କବାଟ ଠକ୍ ଠକ୍ କରୁଛି। କାଜଲ ନିଜ ଛୋଟ ଘରେ ଏକା ବସିଥିଲା। ରାତି ପ୍ରାୟ 10:30 ବାଜି ସାରିଥିଲା ଏବଂ ବାହାରେ ଏତେ ଅନ୍ଧାର ଥିଲା ଯେ ରାସ୍ତାରେ କେହି କୁଆଡ଼େ ଦେଖାଯାଉନଥିଲେ। କାଜଲ ପାଟନାର ଏକ ଛୋଟ ଅଞ୍ଚଳରେ ରହୁଥିଲା। ତାଙ୍କର 3 ବର୍ଷ ପୂର୍ବରୁ ବିବାହ ହୋଇଥିଲା, କିନ୍ତୁ ଭାଗ୍ୟର ଅନ୍ୟ କିଛି ଯୋଜନା ଥିଲା। 2 ବର୍ଷ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେଇ ଅନ୍ୟତ୍ର ଚାଲିଗଲେ। ଏବେ କାଜଲ ତା ଜେଜେମାଙ୍କ ପୁରୁଣା ଘରେ ଏକା ରହୁଥିଲା। ଦିନରେ ସେ ପାଖ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଉଥିଲା। ସନ୍ଧ୍ୟାରେ ଘରକୁ ଫେରି ନିଜ ଭିତରେ ନିଜକୁ ହଜାଇ ଦେଉଥିଲା। କାଜଲକୁ ତା କାହାଣୀରେ ସମର୍ଥନ କରିବା ପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ସେହି ରାତିରେ ଯେତେବେଳେ ସେ ଘଡ଼ଘଡ଼ି ଶବ୍ଦରେ ଉଠି ପଡ଼ିଲା, ତାକୁ ଲାଗିଲା ଯେପରି କେହି ଜଣେ ଦ୍ୱାରରେ ମୃଦୁ ଶବ୍ଦ କରୁଛି। ପ୍ରଥମେ ସେ ଭାବିଲା ଏହା ପବନର ଝଡ଼ ହୋଇପାରେ, କିନ୍ତୁ ପରେ ପୁଣି ଶବ୍ଦ ଆସିଲା। କାଜଲର ହୃଦୟ ଦ୍ରୁତ ଗତିରେ ଧଡ଼ଧଡ଼ କରିବାକୁ ଲାଗିଲା। ଏତେ ବିଳମ୍ବିତ ରାତିରେ କିଏ ହେଇପାରେ? ସେ ସାହସ ସଂଗ୍ରହ କରି ଝରକା ବାହାରକୁ ଚାହିଁଲା ଏବଂ ଯେଉଁ ଦୃଶ୍ୟ ଦେଖିଲେ ତାହା ହୃଦୟଙ୍ଗମ କଲା ଯେ ବାରଣ୍ଡାରେ ଗୋଟିଏ ପିଲା ବସିଥିଲା। ସେ ସମ୍ପୂର୍ଣ୍ଣ ଓଦା ହୋଇ ଥରି ଉଠୁଥିଲେ। ତାଙ୍କ ପୋଷାକ ତାଙ୍କ ଶରୀରରେ ଲାଗି ରହିଥିଲା ଏବଂ ସେ ତାଙ୍କ ଆଣ୍ଠୁରେ ମୁଣ୍ଡ ପୁରାଇ ବସିଥିଲେ। କାଜଲ କିଛି ସମୟ ପାଇଁ ଚିନ୍ତା କଲା। ତା ମନରେ ଭୟ ଏବଂ ସନ୍ଦେହ ଥିଲା, କିନ୍ତୁ ପୁଅଟିର ଅବସ୍ଥା ଦେଖି ତାଙ୍କ ହୃଦୟ ତରଳିଗଲା। ଶେଷରେ ସେ ଟିକେ ଦ୍ୱାର ଖୋଲିଲେ। ତୁମେ କିଏ? କାଜଲ ଭୟରେ ପଚାରିଲା। ପୁଅଟି ମୁହଁ ଉପରକୁ ଉଠାଇଲା। ସେ ପ୍ରାୟ 25ରୁ 26 ବର୍ଷ ବୟସର ହେବ। ତାଙ୍କ ଆଖିରେ କ୍ଳାନ୍ତି ଏବଂ ମୁହଁରେ ଅସହାୟତା ଥିଲା। ମୋ ନାଁ ଶିବମ। ମୁଁ ରାସ୍ତା ଭୁଲି ଯାଇଛି। ମୋ ଗାଡ଼ି ବି ଖରାପ ହେଇଯାଇଛି। ଆଉ ଏହି ପ୍ରବଳ ବର୍ଷାରେ କୌଣସି ସ୍ଥାନକୁ ଯିବାର କୌଣସି ଉପାୟ ନାହିଁ। ମୁଁ ସକାଳ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଟିକେ ବସିବାକୁ ଚାହୁଁଛି। ଯଦି ଆପଣ ମୋତେ ଟିକେ ଜାଗା ଦେଇଦିଅନ୍ତି, ତେବେ ମୁଁ ବାହାରେ ବାରଣ୍ଡାରେ ବସି ରହିବି। ମୁଁ ଆପଣଙ୍କୁ କୌଣସି ଅସୁବିଧାରେ ପକାଇବି ନାହିଁ। କାଜଲ ତାଙ୍କ କଥା ଶୁଣିଲା। ତା ଭିତରେ ଭୟ ଏବଂ ମାନବିକତା ଲଢ଼ୁଥିଲା। କିନ୍ତୁ ଯେତେବେଳେ ସେ ପୁଣି ଶିବଙ୍କୁ ଚାହିଁଲା, ତାଙ୍କର ଥରୁଥିବା ହାତ ଏବଂ ନୀଳ ପଡ଼ୁଥିବା ଓଠକୁ ଦେଖି ତାକୁ ତା ଜେଜେମାଙ୍କ କଥା ମନେ ପଡ଼ିଗଲା। ଝିଅ, ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ହେଉଛି ସବୁଠାରୁ ବଡ଼ ଧର୍ମ। ଠିକ୍ ଅଛି, କିନ୍ତୁ ତୁମେ ବାହାରେ ରହିବ। ମୁଁ ତୁମକୁ କିଛି ପୋଷାକ ଏବଂ କମ୍ବଳ ଦେବି, କାଜଲ କହିଲା। ଶିବମଙ୍କ ଆଖିରେ ଆଶ୍ୱସ୍ତିର ଲହରୀ ଖେଳିଗଲା। ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ବହୁତ ଭଲ। କାଜଲ ଭିତରକୁ ଯାଇ ତାଙ୍କ ସ୍ୱାମୀଙ୍କ ପୁରୁଣା ପୋଷାକ ବାହାର କଲେ। ସେ ତା ସହିତ ଏକ ଶୁଖିଲା କମ୍ବଳ ମଧ୍ୟ ରଖିଲେ। ସବୁକିଛି ଦ୍ୱାର ବାହାରେ ରଖି ଶୀଘ୍ର ଭିତରକୁ ଆସିଲେ। ଶିବମ ତାଙ୍କ ପୋଷାକ ବଦଳାଇ କମ୍ବଳ ଘୋଡ଼େଇ ହୋଇ ଏକ କୋଣରେ ବସିଗଲେ। କିନ୍ତୁ ଏବେ ବର୍ଷା ପ୍ରବଳ ହେବାକୁ ଲାଗିଲା। ପ୍ରବଳ ପବନ ବହିବା ସହିତ ବାରଣ୍ଡାରେ ପାଣି ବହି ଯାଉଥିଲା। ପ୍ରାୟ ଅଧଘଣ୍ଟା ପରେ କାଜଲ ପୁଣି ଅସ୍ଥିର ହୋଇଗଲା। ସେ ଶିବମଙ୍କ କଥା ଭାବିବାକୁ ଲାଗିଲା। ସର୍ବୋପରି ସେ ମଧ୍ୟ କାହାର ପୁଅ ହେବ। ସେ କାହାର ପରିବାରର ଅଂଶ। ଯଦି ତାଙ୍କ ସହିତ କିଛି ହେଇଯାଏ, ତେବେ କ'ଣ ହେବ? ସେ ସାହସ ସଂଗ୍ରହ କରି ଦ୍ୱାର ଖୋଲିଲେ। ଶିବମ ଏକ କୋଣରେ ବସିଥିଲେ। କମ୍ବଳ ଓଦା ଥିଲା ଏବଂ ତାଙ୍କ ଦାନ୍ତ କଟକଟ ଶବ୍ଦ କରୁଥିଲା। ଭିତରକୁ ଆସ, କାଜଲ କହିଲା। ଶିବମ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଲେ। ନା, ମୁଁ ଏଇଠି ଠିକ୍ ଅଛି। ଚିନ୍ତା କରନ୍ତୁନି। ତୁମର କିଛି ହେଇଗଲେ କେବଳ ମୋର ଅସୁବିଧା ହେବ। ଭିତରକୁ ଆସ, ନଚେତ୍ ତୁମେ ଅସୁସ୍ଥ ହୋଇଯିବ। ଶିବମ ଧୀରେ ଉଠି ଥରି ଥରି ଭିତରକୁ ଆସିଲେ। କାଜଲ ତାକୁ ଆଉ ଏକ ଟାୱେଲ ଦେଇ ଚା ତିଆରି କରିବାକୁ ଚାଲିଗଲା। ଯେତେବେଳେ ସେ 2 କପ୍ ଚା ନେଇ ଫେରିଲା, ଶିବମ ଏକ କୋଣରେ ଚୁପଚାପ ବସିଥିଲେ। ଏଇ ନିଅ, କିଛି ଗରମ ଚା ପିଇଦିଅ, ଭଲ ଲାଗିବ। ଶିବମ ଚା କପ୍ ଧରି ଏକ ଢୋକ ନେଲା। ଆପଣ ଏସବୁ କାହିଁକି କରୁଛନ୍ତି? ଆପଣ ତ ମୋତେ ଜାଣିନାହାନ୍ତି। କାଜଲ ଏକ ଗଭୀର ନିଶ୍ୱାସ ନେଲା। ବେଳେବେଳେ ଅପରିଚିତ ଲୋକମାନେ ଆମକୁ ନିଜର ବୋଲି ମନେ ହୁଅନ୍ତି ଏବଂ ଆମ ନିଜ ଲୋକ ଅପରିଚିତ ହୋଇଯାଆନ୍ତି। ତୁମେ ଏବେ ଅସୁବିଧାରେ ଅଛ, ଏତିକି ଯଥେଷ୍ଟ। ସେହି ରାତିରେ 2 ଜଣ ଅପରିଚିତ ଲୋକଙ୍କ ମଧ୍ୟରେ ଏକ ଅବ୍ୟକ୍ତ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଶିବମ ତାଙ୍କୁ କହିଥିଲେ ଯେ ସେ ତାଙ୍କ ଗାଁରୁ କୌଣସି କାମ ପାଇଁ ସହରକୁ ଆସିଛନ୍ତି। ଫେରିବା ବାଟରେ
ତାଙ୍କ ବାଇକ୍ ଖରାପ ହେଇଗଲା। ଆଉ ସେତେବେଳକୁ ରାତି ବହୁତ ହେଇସାରିଥିଲା। କିନ୍ତୁ କାହାଠାରୁ କୌଣସି ସାହାଯ୍ୟ ମିଳିଲା ନାହିଁ। ତାପରେ କାଜଲ ମଧ୍ୟ ତାଙ୍କ କାହାଣୀ କହିଲେ। ସେ କିପରି ଏକା ରହିବା ଶିଖିଲେ, ସେ କିପରି ତାଙ୍କର ଭଙ୍ଗା ସ୍ୱପ୍ନଗୁଡ଼ିକୁ ଯୋଡ଼ିବାକୁ ଲାଗିଲେ। ସେମାନେ ଜାଣିପାରିଲେ ନାହିଁ ଯେ ସମୟ କିପରି ବିତିଗଲା। ଯେତେବେଳେ ଝରକା ଦେଇ ସୂର୍ଯ୍ୟୋଦୟର ପ୍ରଥମ କିରଣ ଘର ଭିତରକୁ ଆସିଲା, କାଜଲ ଆଖି ଖୋଲିଲା। ସେ ଚେୟାରରେ ଶୋଇପଡ଼ିଥିଲା। ଶିବମଙ୍କ ଆଡ଼କୁ ଚାହିଁଲା। ସେ ଖଟିଆରେ କଡ଼େଇ ହୋଇ ଶୋଇଥିଲେ। ତାଙ୍କ ମୁହଁ ଶାନ୍ତ ଥିଲା। କାଜଲ ଚୁପଚାପ ଉଠି ରୋଷେଇ ଘରକୁ ଗଲା। ସେ ଚା ତିଆରି କରି କିଛି ବିସ୍କୁଟ ଆଣିଲା। କିଛି ସମୟ ପରେ ଶିବମ ଉଠି ପଡ଼ିଲା। ସେ ଆଶ୍ଚର୍ଯ୍ୟ ହୋଇ ଚାରିପାଖକୁ ଚାହିଁଲେ ଏବଂ ତାପରେ ମନେ ପଡ଼ିଲା ଯେ ସେ କେଉଁଠି ଅଛି। ସେ ଶୀଘ୍ର ଉଠି କାଜଲ ପାଖକୁ ଗଲା। ମୁଁ ଦୁଃଖିତ, ମୁଁ ଏତେ ଡେରି ଯାଏ ଶୋଇ ରହିଥିଲି। ମୋତେ ଏବେ ଚାଲିଯିବା ଉଚିତ, ଶିବମ ଲଜ୍ଜିତ ହୋଇ କହିଲା। କାଜଲ ହସିଦେଇ ତାକୁ ଗୋଟେ କପ୍ ଚା ଦେଲା। ପ୍ରଥମେ ଚା ପିଅ, ତାପରେ ଯାଅ। ଦୋକାନଗୁଡ଼ିକ ଏପର୍ଯ୍ୟନ୍ତ ଖୋଲି ନଥାଇପାରେ। ଶିବମ ଚା ପିଇଲା ଏବଂ ତାପରେ କହିଲା, ତୁମେ ମୋ ପାଇଁ ଯାହା କରିଛ, ମୁଁ କେବେ ତାକୁ ଭୁଲି ପାରିବି ନାହିଁ। କିନ୍ତୁ ଗୋଟେ ଅସୁବିଧା ଅଛି। ମୋ ପାଖରେ ଏବେ ପଇସା ନାହିଁ। ମୋ ମୋଟର ସାଇକେଲ ମରାମତି କରିବା ଆବଶ୍ୟକ। ତୁମେ ମୋତେ 100 ଟଙ୍କା ଧାର ଦେଇପାରିବ କି? ମୁଁ ଶୀଘ୍ର ଫେରାଇ ଦେବି। କିଛି ନ କହି କାଜଲ ଭିତରକୁ ଯାଇ 100 ଟଙ୍କା ବାହାର କରି ଶିବମକୁ ଦେଇଦେଲା। ଇଏ କ'ଣ କହିବା ଦରକାର, କିନ୍ତୁ ମନେ ରଖ, ରାସ୍ତାରେ ସାବଧାନତାରେ ଯିବ। ଶିବମଙ୍କ ଆଖି ଲୁହରେ ଭରିଗଲା। ତୁମେ ସତରେ ବହୁତ ଭଲ। ମୁଁ କଥା ଦେଉଛି, ମୁଁ ନିଶ୍ଚିତ ଆସିବି। କାଜଲ ମୁଣ୍ଡ ହଲାଇ ଶିବମକୁ ବିଦାୟ ଦେଲା। ଯେତେବେଳେ ସେ ଦ୍ୱାର ବନ୍ଦ କରି ଭିତରକୁ ଆସିଲା, ସେ ଏକ ଅଦ୍ଭୁତ ଶୂନ୍ୟତା ଅନୁଭବ କଲା, ଯେପରି ତାଙ୍କ ନିକଟତର କେହି ଜଣେ ଚାଲିଯାଇଛନ୍ତି। ଦିନ ବିତିଗଲା। କାଜଲ ପ୍ରତିଦିନ ସ୍କୁଲକୁ ଯାଉଥିଲା ଏବଂ ସନ୍ଧ୍ୟାରେ ଫେରି ଆସୁଥିଲା। କିନ୍ତୁ ତା ମନ ବାରମ୍ବାର ସେହି ରାତିକୁ ଫେରି ଯାଉଥିଲା। ଶିବମର କଥା, ତାର ନିର୍ଦ୍ଦୋଷତା, ତା ଆଖିରେ ସଂଘର୍ଷ ପ୍ରତିଫଳିତ ହେଉଥିଲା। ପଞ୍ଚମ ଦିନ ଯେତେବେଳେ କାଜଲ ସନ୍ଧ୍ୟାରେ ସ୍କୁଲରୁ ଫେରୁଥିଲା, ସେ ତାର ଦ୍ୱାର ପାଖରେ କିଏ ଠିଆ ହୋଇଥିବାର ଦେଖିଲା। ତାର ହୃଦୟ ଧଡ଼ଧଡ଼ କରି ଉଠିଲା। ସେ ପାଖକୁ ଚାହିଁ ଦେଖିଲା, ସେ ଶିବମ। ତା ହାତରେ ଗୋଟିଏ ଛୋଟ ପ୍ୟାକେଟ ଥିଲା। ତୁମେ? କାଜଲ ଆଶ୍ଚର୍ଯ୍ୟ ହୋଇ କହିଲା। ଶିବମ ହସିଲା। ହଁ, ମୁଁ କହିଥିଲି ମୁଁ ଆସିବି। ଦେଖ, ତୁମର 100 ଟଙ୍କା ନିଅ। ଆଉ ଏଗୁଡ଼ିକ ମିଠା। ମା ତୁମ ପାଇଁ ପଠେଇଛନ୍ତି। କାଜଲର ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ତୁମେ ତୁମ ମାଙ୍କୁ କହିଲ କି? ହଁ, ମୁଁ ଘରେ ସବୁକିଛି କହିଥିଲି। ମା କହିଥିଲେ ଯେ ଏହି ବିଳମ୍ବିତ ସମୟରେ ଜଣେ ଅଜଣା ବ୍ୟକ୍ତିକୁ ଆଶ୍ରୟ ଦେଇପାରୁଥିବା ମହିଳା ଜଣେ ସାଧାରଣ ମହିଳା ନୁହନ୍ତି। ସେ ନିଜେ ତୁମ ପାଇଁ ଏହି ମିଠା ତିଆରି କରିଛନ୍ତି। କାଜଲ ମିଠା ବାକ୍ସ ନେଇ ତାକୁ ଭିତରକୁ ଆସିବାକୁ ଇଙ୍ଗିତ କଲେ। ଭିତରକୁ ଆସ, ତୁମେ ବାହାରେ କାହିଁକି ଠିଆ ହୋଇଛ? ସେହି ସନ୍ଧ୍ୟାରେ ସେମାନେ ଚା ପିଇ ପୁଣି କଥାବାର୍ତ୍ତା କଲେ। ଏଥର ଶିବମ ତାଙ୍କୁ ନିଜ ପରିବାର ବିଷୟରେ ବିସ୍ତାର ଭାବରେ କହିଲେ। ତାଙ୍କ ବାପା ଜଣେ ଚାଷୀ। ତାଙ୍କ ମା ଘରର ଦେଖାଶୁଣା କରୁଥିଲେ। ତାଙ୍କର ଏକ ବିବାହିତ ଭଉଣୀ ଅଛି। ଶିବମ ଗାଁରେ କିଛି ଛୋଟମୋଟ କାମ କରୁଥିଲା। ମୁଁ ତୁମ ସହିତ ବନ୍ଧୁତା କରିବାକୁ ଚାହୁଁଛି। ତୁମେ ଏକା ଏବଂ ମୁଁ ଭାବୁଛି ତୁମର ମଧ୍ୟ ଜଣେ ସାଥୀ ଆବଶ୍ୟକ। ଶିବମ ସଂକୋଚ କରି କହିଲା। କାଜଲ ତାକୁ ଧ୍ୟାନର ସହିତ ଚାହିଁଲା। କିନ୍ତୁ ଲୋକମାନେ କ'ଣ କହିବେ? ମୁଁ ଛାଡ଼ପତ୍ର ପାଇଛି ଏବଂ ତୁମେ ମୋ ଠାରୁ ସାନ। ବୟସ କିମ୍ବା ସାମାଜିକ ଚଳଣି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ତୁମର ହୃଦୟ ଦେଖିଛି। ମୁଁ ତୁମର ମାନବିକତାକୁ ଚିହ୍ନି ପାରିଛି। ଏତିକି ଯଥେଷ୍ଟ। ସେହିଦିନ ପରେ ଶିବମଙ୍କର ଗସ୍ତ ନିୟମିତ ହୋଇଗଲା। କେତେବେଳେ ସପ୍ତାହର ଥରେ, କେତେବେଳେ 2 ଥର ସେ ଆସୁଥିଲେ। ଘଣ୍ଟା ଘଣ୍ଟା କାଜଲ ସହିତ କଥା ହେଉଥିଲେ ଏବଂ ତାପରେ ଚାଲି ଯାଉଥିଲେ। ସେମାନଙ୍କ ମଧ୍ୟରେ ଏକ ସମ୍ପର୍କ ଗଢ଼ି ଉଠିଥିଲା, ଯାହାର କୌଣସି ନାମ ନଥିଲା, କିନ୍ତୁ ଦୁହେଁ ନିକଟତର ହେଉଥିଲେ। 3 ମାସ ବିତିଗଲା। ଗୋଟିଏ ଦିନ ପଡ଼ୋଶୀର ଜଣେ ମହିଳା ଶିବମକୁ କାଜଲ ଘରୁ ବାହାରକୁ ଯାଉଥିବାର ଦେଖିଲେ ଏବଂ ତାପରେ ସାରା ଗାଁରେ କଥା ବ୍ୟାପିଗଲା। ଲୋକମାନେ ନାନା ପ୍ରକାରର କଥା କହିବା ଆରମ୍ଭ କଲେ। କେତେକ କହିଲେ ଯେ କାଜଲ ଏକ ଛୋଟ ପୁଅକୁ ପ୍ରଲୋଭିତ କରିଛି। ଅନ୍ୟମାନେ କହିଲେ ଯେ ଶିବମ ଭୁଲ ବାଟରେ ଯାଉଛି। ଏହି ଖବର ଶିବମଙ୍କ ପାଖରେ ପହଞ୍ଚିବା ପରେ ତାଙ୍କ ରକ୍ତ ଗରମ ହୋଇଗଲା। ସେ ତୁରନ୍ତ ତା ବାପା ମାଙ୍କୁ ଫୋନ କରି ସବୁକିଛି ସ୍ପଷ୍ଟ ଭାବରେ କହିଲା। ମା ବାବା, ମୁଁ କାଜଲକୁ ବିବାହ କରିବାକୁ ଚାହୁଁଛି। ସେ ମୋ ଠାରୁ ବଡ଼, ମୁଁ ତାହା ଜାଣେ। କିନ୍ତୁ ସେ ମୋତେ
ମୋ ଜୀବନର ପ୍ରକୃତ ଅର୍ଥ ବୁଝାଇଛି। ଯଦି ତୁମେ ସମସ୍ତେ ମୋ ସହିତ ଅଛ, ତେବେ ମୁଁ ଏହି ନିଷ୍ପତ୍ତି ନେବାକୁ ଚାହୁଁଛି। ଶିବମଙ୍କ ମା ଏକ ଦୀର୍ଘ ନିଶ୍ୱାସ ନେଲେ। ପୁଅ, ଯଦି ତୁ ଖୁସି, ତେବେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ସମାଜ କ'ଣ କହିବ? ସମାଜ ଯେକୌଣସି ପରିସ୍ଥିତିରେ କିଛି ନା କିଛି କହିବ। କିନ୍ତୁ ଆମକୁ ଆମର ଖୁସି ପାଇଁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ। ଶିବମଙ୍କ ବାପା ରାଜି ହୋଇଗଲେ। ପରଦିନ ଶିବମ ତା ବାପା ମାଙ୍କ ସହିତ କାଜଲଙ୍କ ଘରେ ପହଞ୍ଚିଲେ। ଯେତେବେଳେ କାଜଲ ଦ୍ୱାର ଖୋଲିଲେ, ସେ ଶିବମ ଏବଂ ତାଙ୍କ ବାପା ମାଙ୍କୁ ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ହାତ ଗୋଡ଼ ଥରିବାକୁ ଲାଗିଲା। ତାଙ୍କ ହୃଦୟରେ ଭୟ ଏବଂ ଲଜ୍ଜା ଥିଲା। ପ୍ରଣାମ, କାଜଲ ହାତ ଯୋଡ଼ି କହିଲା। ଶିବମଙ୍କ ମା ଆଗକୁ ଆସି କାଜଲର ହାତ ଧରିଲେ। ଝିଅ, ଆମେ ସବୁ ଶୁଣିଛୁ। ଶିବମ ଆମକୁ ସବୁ କିଛି କହିଥିଲା। ତୁମେ ସେହି ରାତିରେ ଯାହା କଲ, ତାହା କୌଣସି ମା ଠାରୁ କମ୍ ନଥିଲା। ଆମେ ଚାହୁଁଛୁ ଯେ ତୁମେ ଆମର ବୋହୂ ହୁଅ। କାଜଲର ଆଖିରୁ ଲୁହ ଝରି ଆସିଲା। କିନ୍ତୁ ଲୋକମାନେ କ'ଣ କହିବେ? ମୁଁ ଛାଡ଼ପତ୍ର ପାଇଛି ଏବଂ ମୁଁ ଶିବମଙ୍କ ଠାରୁ ବଡ଼। ଶିବମଙ୍କ ବାପା କହିଲେ, ଝିଅ, ସମ୍ପର୍କ ହୃଦୟରୁ ତିଆରି ହୁଏ, କାଗଜରେ ନୁହେଁ। ଆମେ ଆମ ପୁଅର ଆଖିରେ ତୁମ ପ୍ରତି ସମ୍ମାନ ଦେଖିଛୁ। ଆମ ପାଇଁ ଏତିକି ଯଥେଷ୍ଟ। ସେଦିନ କାଜଲ ହଁ କହିଲେ। କିନ୍ତୁ ପୁରା ଗାଁରେ ଝଡ଼ ଆରମ୍ଭ ହୋଇଗଲା। ସେମାନେ ନାନା ପ୍ରକାରର କଥାବାର୍ତ୍ତା କରିବାକୁ ଲାଗିଲେ। କେତେକ କହିଲେ ଯେ କାଜଲ ଗୁଣି କରିଛି। ଅନ୍ୟମାନେ କହିଲେ ଯେ ଶିବମ ପାଗଳ ହୋଇଯାଇଛି। ପଡ଼ୋଶୀର ମହିଳାମାନେ କାଜଲକୁ ଗାଳି ଦେବା ଆରମ୍ଭ କଲେ। ଗୋଟିଏ ଦିନ 2-3 ଜଣ ମହିଳା ବଜାରରେ କାଜଲକୁ ଘେରିଗଲେ। ତୁମକୁ ଲଜ୍ଜା ଲାଗୁନାହିଁ? ତୁମେ ତୁମଠାରୁ ସାନ ପୁଅକୁ ଫସାଉଛ। ତାର ଜୀବନ ନଷ୍ଟ କରିଦେବ। କାଜଲ ନୀରବରେ ଶୁଣୁଥିଲା। ତା ଆଖିରେ ଲୁହ ଥିଲା। କିନ୍ତୁ ସେ କୌଣସି ଉତ୍ତର ଦେଲା ନାହିଁ। ଦୁଃଖୀ ହେଇ ଘରକୁ ଫେରିଲା। ସେ ଶିବମକୁ ଡାକିଲା। ଶିବମ, ଏହି ବିବାହ ହେଇପାରିବ ନାହିଁ। ମୁଁ ତୁମର ଜୀବନ ନଷ୍ଟ କରିବାକୁ ଚାହୁଁନାହିଁ। ଲୋକମାନେ ଏତେ ଖରାପ କଥା କହୁଛନ୍ତି। ଶିବମ ପରଦିନ କାଜଲର ଘରେ ପହଞ୍ଚିଲା। ତାଙ୍କ ଆଖିରେ ଦୃଢ଼ ନିଷ୍ପତ୍ତି ଥିଲା। କାଜଲ, ଆଜି ମୁଁ ଗାଁ ଲୋକଙ୍କୁ ଉତ୍ତର ଦେବି। ତୁମେ ମୋ ସହିତ ଆସ। ସେମାନେ ଦୁହେଁ ଗାଁ ଛକରେ ପହଞ୍ଚିଲେ, ଯେଉଁଠାରେ ସନ୍ଧ୍ୟାବେଳେ ଲୋକମାନେ ଏକାଠି ହେଉଥିଲେ। ଶିବମ ସମସ୍ତଙ୍କୁ ଏକାଠି କରି ଜୋରରେ କହିବାକୁ ଲାଗିଲେ, ମୁଁ ଶିବମ, ଆଉ ଏ ହେଉଛନ୍ତି କାଜଲ ମ୍ୟାଡାମ। ଗୋଟିଏ ରାତିରେ 6 ମାସ ପୂର୍ବେ ମୁଁ ବର୍ଷାରେ ଭିଜି ଚାଲିଥିଲି। କେହି ସାହାଯ୍ୟ କରିନଥିଲେ। କିନ୍ତୁ ସେ ତାଙ୍କ ଦ୍ୱାର ଖୋଲିଲେ। ମୋତେ ଖାଦ୍ୟ, ପୋଷାକ ଏବଂ ସମ୍ମାନ ଦେଲେ। ଆଜି ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି। ଯଦି କାହାର ସମସ୍ୟା ଅଛି, ତେବେ ଚିନ୍ତା କରନ୍ତୁ ଯେ ସମସ୍ୟା ଆମ ସମ୍ପର୍କରେ ଅଛି ନା ତୁମର ସଂକୀର୍ଣ୍ଣ ମାନସିକତାରେ। କିଛି ସମୟ ପାଇଁ ନୀରବତା। ତାପରେ ଜଣେ ବୃଦ୍ଧ ବ୍ୟକ୍ତି ଆଗକୁ ଆସିଲେ। ହଁ ପୁଅ, ତୁମେ ଠିକ୍ କହୁଛ। ଲୋକମାନେ ଅନାବଶ୍ୟକ ଅଭିଯୋଗ କରୁଥିଲେ। ତୁମେ ହୃଦୟରୁ ଯାହା କରିବ, ତାହା ହିଁ ସତ୍ୟ। ଆମର ଶୁଭକାମନା ତୁମେ ଦୁହିଁଙ୍କ ସହିତ ଅଛି। ଧୀରେ ଧୀରେ ଲୋକମାନେ ବୁଝିବାକୁ ଲାଗିଲେ। କେତେକ କ୍ଷମା ମାଗିଲେ। ଅନ୍ୟମାନେ ସେମାନଙ୍କୁ ଆଶୀର୍ବାଦ କଲେ। ଗୋଟିଏ ମାସ ପରେ ଶିବମ ଏବଂ କାଜଲଙ୍କ ବିବାହ ହୋଇଥିଲା। କୌଣସି ବଡ଼ ଉତ୍ସବ ହୋଇନଥିଲା। କେବଳ ପରିବାର ଏବଂ କିଛି ନିକଟତମ ବନ୍ଧୁ ମନ୍ଦିରରେ ବିବାହ କରିଥିଲେ ଏବଂ ସେମାନେ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିବାହ ପରେ କାଜଲ ସ୍କୁଲରେ ପାଠପଢ଼ା ଜାରି ରଖିଲେ। ଶିବମ ଗାଁରେ ଏକ ଛୋଟ ତେଜରାତି ଦୋକାନ ଖୋଲିଲେ। ଏକାଠି ସେମାନେ ଘର ଚଲାଇବା ଆରମ୍ଭ କଲେ। ଜୀବନ ସରଳ ଥିଲା, କିନ୍ତୁ ଖୁସିରେ ପରିପୂର୍ଣ୍ଣ। 2 ବର୍ଷ ପରେ କାଜଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା। ସେହିଦିନ ଶିବମର ଖୁସିର ସୀମା ରହିଲା ନାହିଁ। ସେ ପିଲାଟିକୁ ନିଜ କୋଳରେ ଧରି କହିଲେ, ଦେଖ ବାବା, ତୁମ ମା ମୋତେ ଜୀବନ ଦେଇଛନ୍ତି ଏବଂ ଏବେ ଆମର ଜୀବନ ସମ୍ପୂର୍ଣ୍ଣ ହୋଇସାରିଛି। ଆଜି ପରିବାରର ସମସ୍ତେ ଖୁସିରେ ବଞ୍ଚୁଛନ୍ତି। କାଜଲ ଏବେ ବି ସ୍କୁଲରେ ପାଠ ପଢ଼ାନ୍ତି। ଶିବମର ଦୋକାନ ଭଲ ଚାଲିଛି। ସେମାନଙ୍କ ପୁଅ ସ୍କୁଲ ଯିବା ଆରମ୍ଭ କରିଛି। ଗାଁ ଲୋକେ ଏବେ ସେମାନଙ୍କୁ ସମ୍ମାନ କରନ୍ତି। କେତେକ ସମୟରେ ଶିବମ କାଜଲକୁ କୁହନ୍ତି, ଯଦି ତୁମେ ସେହି ରାତିରେ ଦ୍ୱାର ଖୋଲି ନଥାନ୍ତ, ତେବେ ମୁଁ ଆଜି ଏଠାରେ ନଥାନ୍ତି। କାଜଲ ହସି ହସି କହିଲେ, ଯଦି ତୁମେ ମୋତେ ଏକାକିତାରୁ ଉଦ୍ଧାର କରିନଥାନ୍ତ, ତେବେ ମୁଁ ମଧ୍ୟ ଅପୂର୍ଣ୍ଣ ରହିଯାଇଥାନ୍ତି। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ସମ୍ପର୍କ ବୟସ, ଜାତି କିମ୍ବା ସମାଜ ଦ୍ୱାରା ନିର୍ମିତ ହୁଏ ନାହିଁ। ଏଗୁଡ଼ିକ ମାନବିକତା, ବିଶ୍ୱାସ ଏବଂ ସତ୍ୟ ଭାବନା ଦ୍ୱାରା ନିର୍ମିତ। ଯେତେବେଳେ ଦୁଇଟି ହୃଦୟ ପରସ୍ପର ପାଇଁ ସ୍ପନ୍ଦିତ ହୁଏ, ତେବେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ଅଲଗା କରିପାରିବ ନାହିଁ।
ଶିବମ୍ ଏବଂ କାଜଲଙ୍କ ଯାତ୍ରା ସେହି ସମସ୍ତଙ୍କ ପାଇଁ ପ୍ରେରଣା, ଯେଉଁମାନେ ସମାଜର ଭୟରେ ନିଜର ଖୁସିକୁ ବଳିଦାନ ଦିଅନ୍ତି। ପ୍ରକୃତ ପ୍ରେମ ସର୍ବଦା ଏକ ପଥ ଖୋଜେ। ଆଜି ସେମାନଙ୍କ ଘର ପ୍ରେମ, ବିଶ୍ୱାସ ଏବଂ ସମ୍ମାନର ମୂଳଦୁଆ ଉପରେ ଠିଆ ହୋଇଛି ଏବଂ ଏହା ଯେକୌଣସି ସମ୍ପର୍କର ଚୂଡ଼ାନ୍ତ ସଫଳତା। ଶିବମ୍ ଏବଂ କାଜଲ କ'ଣ ଠିକ୍ କାମ କରିଥିଲେ? ଆପଣଙ୍କର ମତାମତ କ'ଣ? ଦୟାକରି ଆମକୁ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।